ମୋ ନାଁ ଶରତ ଚନ୍ଦ୍ର ଧଳ। ମୁଁ ଜଣେ ଅବସରପ୍ରାପ୍ତ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ପ୍ରଶାସନିକ ଅଧିକାରୀ। ତେବେ ମୁଁ ଓଡ଼ିଶାରେ ଜଣେ ଭଲ ବେହେଲା ବାଦକ ହିସାବରେ ପରିଚିତ। ଆମର ଯେଉଁ ଅନୁଷ୍ଠାନଟି ଅଛି ତା ନାଁ ହେଉଛି ସଙ୍ଗୀତ ଶିଳ୍ପୀ ସମାଜ। ଏହି ଅନୁଷ୍ଠାନଟି 1992 ମସିହାରୁ ଆରମ୍ଭ ହେଇଛି। ଆମେ ରାଉରକେଲାର ପ୍ରାୟ ସମସ୍ତ କଳାକାର ମାନଙ୍କର ମିଶିକି ଗୋଟେ ଅନୁଷ୍ଠାନ କହିଲେ ଯାହା ହବ, ରାଦର ଇଟ୍ ଇଜ୍ ଆନ୍ ୟୁନିୟନ ଅଫ୍ ଅଲ୍ ଦି ଆର୍ଟିଷ୍ଟ ଅଫ୍ ରାଉରକେଲା ଆଣ୍ଡ ଆବ୍ରଡ୍ ରାଉରକେଲା। ହଁ, ତେବେ ଆମେ ପ୍ରତ୍ୟେକ ବର୍ଷ ସରସ୍ୱତୀ ପୂଜା ଦିନ, ଯେହେତୁ ଆମର ସଙ୍ଗୀତ ଶିଳ୍ପୀ ସମାଜ ଗଠନ କରାଯାଇଥିଲା, ତାର ସ୍ୱନକ୍ଷତ୍ର ଦିବସ, ସେ ସ୍ୱନକ୍ଷତ୍ର ଦିବସ ଆମେ ପ୍ରତ୍ୟେକ ଏଟାକୁ ଆମର 32 ବର୍ଷ ହେଲା, 33 ବର୍ଷ ହେଲା ଆମେ ପାଳନ କରି ଆସୁଛୁ। 2018 ମସିହାରେ ଆର ସେଲିବ୍ରେଟ୍ ବୋଲି ମଧ୍ୟ କରିଥିଲୁ। ଆର ଏମ୍ ଆଣ୍ଡ ଅବଜେକ୍ଟିଭସ୍ ଆପଣ ଯଦି ପଚାରିବେ, କେବଳ ଓଡ଼ିଶାର ଆମର ଯେଉଁ ସଙ୍ଗୀତ ଅଛି, ଓଡ଼ିଶୀ ସଙ୍ଗୀତ, ଓଡ଼ିଶାର ଯେଉଁ ପାରମ୍ପରିକ ସଙ୍ଗୀତ ଅଛି, ପାରମ୍ପରିକ ନୃତ୍ୟ ଅଛି ଏବଂ ଆମର ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ, ଏହି ଶାସ୍ତ୍ରୀୟ ସଙ୍ଗୀତର ଏବଂ ଓଡ଼ିଶାର ଆମର ଯେତେ ଆଞ୍ଚଳିକ ସଙ୍ଗୀତ ଅଛି, ଇଭେନ୍ ଓଡ଼ିଶୀ ସଙ୍ଗୀତର ମଧ୍ୟ ଆମେ ପ୍ରଚାର ପ୍ରସାର କରିବା ଏହାର ମୂଳ ଲକ୍ଷ୍ୟ। ଏବଂ ପ୍ରତ୍ୟେକ ମାସ, ଏଥିପାଇଁ ମାସର ଶେଷ ଗୁରୁବାର ଆଜିକୁ 32 ବର୍ଷ ହେଲା ଆମେ ଗୋଟିଏ ସଙ୍ଗୀତ ସଭା କରି ଆସୁଅଛୁ ଏବଂ ତତ୍ ସହିତ ମଧ୍ୟ ଆମେ ସମାଜ ସେବା ମଧ୍ୟ କରୁଅଛୁ। ଆମର କଳାକାର ମାନଙ୍କର ଯଦି ଦୁଷ୍ଟ କଳାକାର ଏବଂ ସେମାନେ କିଛି ଆର୍ଥିକ ସହାୟତା କରୁଛନ୍ତି, ତାଙ୍କ ସହାୟତା ଚାହାନ୍ତି, ସେମାନଙ୍କର ଅସୁବିଧା ସମୟରେ, ରୋଗ ସମୟରେ କିମ୍ବା କୌଣସି ବିପଦ ସମୟରେ ଆମେ ମଧ୍ୟ ଦେଇ ଆସୁଅଛୁ। ତାଠୁ ଆଉ ଗୋଟେ ବଡ଼ କଥା ହେଲା, ଆମେ ଆମର ସଂଘର ବା ଅନୁଷ୍ଠାନର ସଙ୍ଗୀତ ଶିଳ୍ପୀ ସମାଜର ଗୋଟେ ସମ୍ମାନିତ ବାଗ୍ଦେବୀ ସମ୍ମାନ ପ୍ରତ୍ୟେକ ବର୍ଷ 2 ଜଣ କଳାକାରକୁ ଦଉ। ଗୋଟିଏ କଳାକାର ଜଣେ ବରିଷ୍ଠ କଳାକାର, ରାଉରକେଲାର ସବୁଠାରୁ ବରିଷ୍ଠ କଳାକାର ଏବଂ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ବଡ଼ ବଡ଼ ଗୁରୁମାନେ ଯେଉଁମାନଙ୍କର ଜୀବନ ସଙ୍ଗୀତ ପ୍ରତି ସମର୍ପିତ ହେଇଛି, ତ୍ୟାଗ ଅଛି, ସେଇମାନଙ୍କୁ ଆମେ ବାଗ୍ଦେବୀ ସମ୍ମାନରେ ସମ୍ମାନିତ କରୁ। ଏ ବର୍ଷ ମଧ୍ୟ ସେଇ ହିସାବରେ ଯାଜପୁରର ଜଣେ ବିଶିଷ୍ଟ ତବଲା ବାଦକ ଗୁରୁ ହିରଣ୍ମୟ ସାହୁଙ୍କୁ ବାଗ୍ଦେବୀ ସମ୍ମାନ 2025 ଏବଂ ରାଉରକେଲାରେ ଗୁରୁ ଗୋଲକ ଚନ୍ଦ୍ର ରାଉତ ବାଗ୍ଦେବୀ ସମ୍ମାନ 2025ରେ ତାଙ୍କୁ ସମ୍ମାନିତ କରିବା ପାଇଁ ଆମେ ଯୋଜନା କରିଛୁ କ'ଣ ନିଷ୍ପତ୍ତି ନେଇଛୁ। କାଲି ଆମର ସଙ୍ଗୀତ ଶିଳ୍ପୀ ସମାଜର ବାର୍ଷିକ ଉତ୍ସବ ସେକ୍ଟର 20 ସୋମନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବାକୁ ଯାଉଛି ଏବଂ ଏହି ସଙ୍ଗୀତ ଅନୁଷ୍ଠାନର ବାର୍ଷିକ ଉତ୍ସବରେ ଅତି କମରୁ 100ରୁ ଊର୍ଦ୍ଧ୍ୱ କଳାକାର ନିଜର ନୃତ୍ୟ, ସଙ୍ଗୀତ, ବାଦ୍ୟ ଇତ୍ୟାଦି ପରିବେଷଣ କରିବେ। ଆପଣମାନଙ୍କୁ ସମସ୍ତଙ୍କୁ ଅନୁରୋଧ ରହିଲା, ଓଡ଼ିଶାବାସୀଙ୍କୁ ସମସ୍ତଙ୍କୁ ଅନୁରୋଧ, ଯେତେ କଳାପ୍ରେମୀ ଅଛନ୍ତି, ଶୁଭେଚ୍ଛୁ ଅଛନ୍ତି, ଶୁଭକାମନାକାରୀ ମାନେ ଅଛନ୍ତି, ସମସ୍ତଙ୍କୁ ଆମେ ନିମନ୍ତ୍ରଣ କରୁଅଛୁ ହୃଦୟର ସହିତ ଏବଂ ସେମାନେ ଆସିବା ପାଇଁ, ଆମ ସହିତ ଯୋଗ ଦେବା ପାଇଁ ଏବଂ ତତ୍ ସହିତ ଆମ ସହିତ ପ୍ରସାଦ ସେବନ କରିବାର ବ୍ୟବସ୍ଥା ମଧ୍ୟ ଟ୍ରାଇବାଲ ଚ୍ୟାନେଲକୁ ଏଥିପାଇଁ ଆମେ ନିମନ୍ତ୍ରଣ କରିଛୁ ଏବଂ ଆମେ ଶୁଭକାମନା କରୁଛୁ ଟ୍ରାଇବାଲ ଟିଭିର ସମସ୍ତ କଳାକାର ମାନେ ଟ୍ରାଇବାଲ ଟିଭିକି ନିଜର ଶୁଭେଚ୍ଛା ଜଣାଉଛୁ। ସେ ଆହୁରି ଆଗକୁ ବଢ଼ି ଆମ ରାଉରକେଲାରେ ସେ ଆହୁରି ନାଁ କରୁ, ସମଗ୍ର ଓଡ଼ିଶାର ନାଁ କରୁ, ଭାରତର ନାଁ କରୁ, ବିଶ୍ୱର ନାଁ କରୁ। ଜୟ ଜଗନ୍ନାଥ।